ମିଥୁନ ରାଶି ପାଇଁ ଜୁଲାଇ ମାସର ମାସିକ ରାଶିଫଳ। ପ୍ରତ୍ୟେକ ମାସରେ ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା ଗ୍ରହମାନଙ୍କର ସ୍ଥିତିରେ ପରିବର୍ତ୍ତନ ଘଟିଥାଏ। ସେହି ଅନୁଯାୟୀ ପ୍ରତ୍ୟେକ ମାସରେ ରାଶିମାନଙ୍କର ରାଶିଫଳ ଭିନ୍ନ ଭିନ୍ନ ହୋଇଥାଏ। ସେହି କ୍ରମରେ ଆଜି ଜାଣିବା 2025 ମସିହା ଜୁଲାଇ ମାସ ପାଇଁ ମିଥୁନ ରାଶିର ମାସିକ ରାଶିଫଳ କିପରି ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜୁଲାଇ ମାସରେ ମିଥୁନ ରାଶିର ଆର୍ଥିକ ଦିଗ ଉପରେ ଆଲୋକପାତ କଲେ ଜଣାଯାଏ ଯେ ଏ ମାସରେ ମିଥୁନ ରାଶିର ଅଧିପତି ବୁଧ ମିଥୁନ ରାଶିର ଦ୍ୱିତୀୟ ଭାବ ଧନସ୍ଥାନ ଉପରେ ଅବସ୍ଥାନ କରୁଥିବାରୁ ଅର୍ଥ ଉପାର୍ଜନରେ ସହାୟକ ହେବେ। ଆୟ ବା ଲାଭ ଭାବର ଅଧିପତି ମଙ୍ଗଳ ମିଥୁନ ରାଶିର ତୃତୀୟ ଭାବ ସିଂହ ରାଶିରେ ଅବସ୍ଥାନ କରୁଥିବାରୁ ସେ ମଧ୍ୟ ଯୋଗକାରକ ରହି ଆର୍ଥିକ ଲାଭ ପ୍ରଦାନ କରିବାରେ ସହାୟକ ହେବେ। ମିଥୁନ ରାଶି ଜାତ ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କରୁଥିଲେ ମିଥୁନ ରାଶି ଅଧିପତି ବୁଧ ବାଣିଜ୍ୟିକ ଗ୍ରହ ହୋଇଥିବାରୁ ବେପାର କ୍ଷେତ୍ରରେ ଅଚାନକ ଭାବେ ଅର୍ଥ ଉପାର୍ଜନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ପ୍ରକାରର ବାଣିଜ୍ୟ କରିବା ପାଇଁ ଉଦ୍ୟମ କରିପାରନ୍ତି। ବେପାର ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାର ମଧ୍ୟ ସମ୍ଭାବନା ରହିଅଛି। ଆର୍ଥିକ ସେକ୍ଟର ଯଥା ଇନ୍ସୁରାନ୍ସ, ବ୍ୟାଙ୍କ, ପୋଷ୍ଟ ଅଫିସ, ମ୍ୟୁଚୁଆଲ ଫଣ୍ଡ ପ୍ରଭୃତିରେ ପୁଞ୍ଜି ବିନିଯୋଗ କରିବା ପାଇଁ ସମୟ ବେଶ ପ୍ରଶସ୍ତ ଅଛି। ଜୁଲାଇ ମାସରେ ମିଥୁନ ରାଶିର କର୍ମକ୍ଷେତ୍ର କଥା ଚିନ୍ତା କଲେ ଜଣାଯାଏ ଯେ ମିଥୁନ ରାଶିର କର୍ମକ୍ଷେତ୍ର ବା କ୍ୟାରିୟର ଭାବର ଅଧିପତି ବୃହସ୍ପତି ମାସ ସାରା ମିଥୁନ ରାଶିରେ ରହିବେ। କିନ୍ତୁ ଦଶମାଧିପ ବୃହସ୍ପତି ରାହୁଙ୍କ ନକ୍ଷତ୍ରରେ ରହିଥିବାରୁ କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ କିଛି ଅପ୍ରତ୍ୟାଶିତ ଫଳ ମିଳିପାରେ। କର୍ମକ୍ଷେତ୍ରରେ ଆଶା କରୁଥିବା କ୍ଷେତ୍ରରୁ ସୁଫଳ ମିଳି ନପାରେ, କିନ୍ତୁ ଯେଉଁ ସବୁ ବିଷୟରେ କିଛି ଚିନ୍ତା କରିନଥିବେ ସେହିସବୁ କ୍ଷେତ୍ରରୁ ଫଳ ପାଇବାର ସମ୍ଭାବନା ରହିଅଛି। ବାଣିଜ୍ୟ ବେପାର କର୍ମରେ ଲିପ୍ତ ମିଥୁନ ରାଶିଜାତ ବ୍ୟକ୍ତି ଏ ମାସରେ ପରିଶ୍ରମୀ ହେବା ସହିତ ବେପାର କ୍ଷେତ୍ରରେ ସହଯୋଗୀ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି। ଜୁଲାଇ ମାସ 18 ତାରିଖରେ ବାଣିଜ୍ୟିକ ଗ୍ରହ ବୁଧ ବକ୍ରୀ ଅବସ୍ଥା ପ୍ରାପ୍ତ କଲେ ବାଣିଜ୍ୟ କ୍ଷେତ୍ରରୁ ଉପାର୍ଜନ ହେଉଥିବା ଅର୍ଥରେ ହ୍ରାସ ହେବା ଦେଖା ଦେଇପାରେ। ଚାକିରି କରୁଥିଲେ ଜୁଲାଇ ମାସରେ ମିଥୁନ ରାଶିର ଷଷ୍ଠ ସ୍ଥାନର ଅଧିପତି ମଙ୍ଗଳ ତୃତୀୟ ସିଂହ ରାଶିରେ ଅବସ୍ଥାନ କରିଥିବାରୁ ଯୋଗକାରକ ରହିବେ। ଚାକିରି କ୍ଷେତ୍ରରେ ନେତୃତ୍ୱ ନେବାର ସୁଯୋଗ ଆସିବ। ଟିମ୍ ଲିଡର ହୋଇପାରନ୍ତି। ଉପରିସ୍ଥ ଅଧିକାରୀଙ୍କର ପ୍ରଶଂସା ଭାଜନ ହେବେ। ଚାକିରିରେ ପ୍ରମୋସନର ଯୋଗ ଆସିବ। ମଙ୍ଗଳ ଉପରେ ରାହୁଙ୍କର ପ୍ରଭାବ ରହିଥିବା ଯୋଗୁଁ ଚାକିରିରେ ବଦଳି ହେବାର ଯୋଗ ମଧ୍ୟ ରହୁଅଛି। ପ୍ରେମ ଓ ପରିଣୟ ଦୃଷ୍ଟିରୁ ମିଥୁନ ରାଶି ପାଇଁ ଜୁଲାଇ ମାସଟି ଅନୁକୂଳ ଫଳ ପ୍ରଦାନ କରିବ। ଆପଣଙ୍କ ବୁଦ୍ଧିମତ୍ତାପୂର୍ଣ୍ଣ କଥାବାର୍ତ୍ତା ଘରେ, ପରିବାର ଭିତରେ ଏବଂ ବନ୍ଧୁବାନ୍ଧବଙ୍କ ମହଲରେ ଆପଣଙ୍କୁ ସମସ୍ତଙ୍କର ପ୍ରଶଂସା ଭାଜନ କରାଇବ। ବାଣୀକାରକ ଗ୍ରହ ବୁଧ ମିଥୁନ ରାଶିର ଦ୍ୱିତୀୟ ସ୍ଥାନରେ ରହି ସୁନ୍ଦର ସୁନ୍ଦର କଥା କୁହାଇବେ। ସମୟ ସମୟରେ କିଛି ଭୁଲ ଭାଲ କଥା ମଧ୍ୟ କୁହାଇପାରନ୍ତି କିମ୍ବା କୌଣସି ସମୟରେ ମିଛ କଥା କହିବା ପାଇଁ ପ୍ରରୋଚିତ କରିପାରନ୍ତି, ଯଦ୍ୱାରା ପରିବାର ଭିତରେ ଆପଣଙ୍କ ପତିଆରା ଉପରେ ଆଞ୍ଚ ଆସିବାର ସମ୍ଭାବନା ଦେଖାଯିବ। ଏଥିପାଇଁ
ସତର୍କତା ଅବଲମ୍ବନ କରିବା ଉଚିତ ହେବ। ଦାମ୍ପତ୍ୟ ଜୀବନ ହସ ଖୁସି ଭିତରେ କଟିବ, କିନ୍ତୁ ଅପରପକ୍ଷ ସାମାନ୍ୟ ଚଢ଼ା ରହିବା ପାଇଁ ଚେଷ୍ଟା କରିବେ। ପ୍ରେମ ଓ ପରିଣୟ ଦୃଷ୍ଟିରୁ ଜୁଲାଇ ମାସଟି ମିଥୁନ ରାଶି ପାଇଁ ଅନୁକୂଳ ଫଳ ଦେବାର ସମସ୍ତ ସମ୍ଭାବନା ରହିଅଛି। ମିଥୁନ ରାଶିଜାତ ବ୍ୟକ୍ତି ନିଜ କଥା ଦ୍ୱାରା ଅପର ପକ୍ଷକୁ ଇମ୍ପ୍ରେସ୍ଡ ବା ପ୍ରଭାବିତ କରିବାକୁ ସମର୍ଥ ହେବେ। ସୁନ୍ଦର ସୁନ୍ଦର କଥା କହି ଅପର ପକ୍ଷର ମନ ମଧ୍ୟରେ ନିଜ ପ୍ରତି ଆକର୍ଷଣ ସୃଷ୍ଟି କରିପାରିବେ। ମିଥୁନ ରାଶିର ପଞ୍ଚମ ପ୍ରେମ ଭାବର ଅଧିପତି ତଥା ପ୍ରେମକାରକ ଗ୍ରହ ଶୁକ୍ର ଅନୁକୂଳ ସ୍ଥିତିରେ ଅବସ୍ଥାନ କରିଥିବାରୁ ପ୍ରେମ ସମ୍ପର୍କରେ ରୋମାଣ୍ଟିଜିମ୍ ଭରିଦେବେ। ନୂଆକରି ଲଭ୍ ଲାଇଫ୍ ଆରମ୍ଭ କରିଥିବା ପ୍ରେମୀ ଯୁଗଳଙ୍କର ମନେ ହେବ ସତେ ଯେପରି ସେମାନେ ପରସ୍ପରକୁ ବହୁ ଦିନରୁ ଭଲ ଭାବରେ ଜାଣିଛନ୍ତି। ଅବିବାହିତ ରହିଥିବା ପୁଅ ଝିଅମାନଙ୍କ ପାଇଁ ଗତାନୁଗତିକ ଢଙ୍ଗରେ ବିବାହ ପ୍ରସ୍ତାବମାନ ଆସିବ। ପାରିବାରିକ ବନ୍ଧୁ ଓ ପରିଜନ ବିବାହ ପ୍ରସ୍ତାବମାନ ଆଣିପାରନ୍ତି ଓ ବିବାହ ନିମନ୍ତେ ଚାପ ମଧ୍ୟ ପକାଇ ପାରନ୍ତି। ମିଥୁନ ରାଶିଜାତ ବ୍ୟକ୍ତିଙ୍କର ଜୁଲାଇ ମାସରେ ସ୍ୱାସ୍ଥ୍ୟ ସମ୍ପର୍କରେ ଦେଖିଲେ ଜଣାଯାଏ, ଏ ମାସରେ ମିଥୁନ ରାଶିଜାତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସାମାନ୍ୟ ରହିବ। ବିଶେଷ କିଛି ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ନାହିଁ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ରହିଥାଏ, ତେବେ ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସୂର୍ଯ୍ୟ ମିଥୁନ ରାଶିରେ ରହିଥିବାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାରେ ସହାୟକ ହେବେ। ମିଥୁନ ରାଶିର ଷଷ୍ଠ ସ୍ଥାନର ଅଧିପତି ମଙ୍ଗଳ ତୃତୀୟ ସିଂହ ରାଶିରେ ଅବସ୍ଥାନ କରିଥିବାରୁ ଶରୀରରେ ଘା, ବ୍ରଣ, ଫୋଟକା ଭଳି ସାମୟିକ ସମସ୍ୟା ପ୍ରଦାନ କରିପାରନ୍ତି। ଏ ତ ଗଲା ମୋଟାମୋଟି ଭାବରେ ମିଥୁନ ରାଶି ପାଇଁ ଜୁଲାଇ ମାସର ମାସିକ ରାଶିଫଳ। ଜୁଲାଇ ମାସରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମିଥୁନ ରାଶିଜାତ ବ୍ୟକ୍ତି ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ରଥାରୂଢ଼ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମାନ୍ତରରୁ ରହିଆସିଥିବା ଦୋଷ ଦୂର ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।